मेघमाଳରେ शीघ्र आसुथिबा आम्भमानଙ୍କ प्रभु जीशु ख्रीष्टଙ୍କର ଅତି ପବିତ୍ର ଓ ବହୁମୂଲ୍ୟ ନାମରେ ଆପଣ ସମସ୍ତଙ୍କୁ ଆଉ ଏକ ନୂତନ ପ୍ରସଙ୍ଗରେ ପୁନର୍ବାର ମୁଁ ସ୍ୱାଗତ କରେ। ପ୍ରିୟ ପ୍ରଭୁଙ୍କ ଲୋକମାନେ, ସବୁଦିନ ସ୍ୱର୍ଗର ପରମେଶ୍ୱର ତାହାଙ୍କ ବାକ୍ୟ ଦ୍ୱାରା ଆମ୍ଭମାନଙ୍କୁ କଥା ହେଉଅଛନ୍ତି। ନୂଆ ନୂଆ ପ୍ରସଙ୍ଗ ମାଧ୍ୟମରେ ସେ ଆମ୍ଭମାନଙ୍କୁ ଶିକ୍ଷା, ଚେତନା, ପରାମର୍ଶ ଦେବା ସହିତ ତାହାଙ୍କର ଗୌରବମୟ ଆଗମନ ନିମନ୍ତେ ଆମ୍ଭମାନଙ୍କୁ ସେ ପ୍ରସ୍ତୁତ କରୁଅଛନ୍ତି। ସେଥିପାଇଁ ସ୍ୱର୍ଗର ପରମେଶ୍ୱରଙ୍କୁ ମୁଁ ହୃଦୟ ସହିତ ଧନ୍ୟବାଦ ଦିଏ। ମୁଁ ଆପଣମାନଙ୍କୁ ମଧ୍ୟ ଧନ୍ୟବାଦ ଦିଏ ଯେ ଆପଣମାନେ ଏହି ସାମୁଏଲ ଖରା ୟୁଟ୍ୟୁବ୍ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଛନ୍ତି ଏବଂ ଏହି ସାମୁଏଲ ଖରା ୟୁଟ୍ୟୁବ୍ ଚ୍ୟାନେଲରେ ପ୍ରସାରିତ ହେଉଥିବା ପ୍ରତ୍ୟେକ ସନ୍ଦେଶକୁ ଆପଣମାନେ ନିୟମିତ ଶୁଣୁଛନ୍ତି। କେବଳ ଶୁଣୁଛନ୍ତି ତାହା ନୁହେଁ, ଲାଇକ୍, ସେୟାର, କମେଣ୍ଟସ୍ ମାଧ୍ୟମରେ ଆପଣମାନେ ଆମମାନଙ୍କୁ ଅନେକ ପରିମାଣରେ ଉତ୍ସାହିତ କରିଛନ୍ତି। ସେଥିପାଇଁ ପ୍ରଭୁଙ୍କୁ ମୁଁ ହୃଦୟ ସହିତ ଧନ୍ୟବାଦ ଦିଏ। ପ୍ରଭୁ ଆପଣ ସମସ୍ତଙ୍କୁ ପ୍ରଚୁର ଭାବରେ ଆଶୀର୍ବାଦ କରନ୍ତୁ। ପ୍ରିୟ ପ୍ରଭୁଙ୍କ ଲୋକମାନେ, ସବୁଦିନ ଭଳି ଆଜି ମଧ୍ୟ ଆମେ ଆଉ ଏକ ନୂତନ ପ୍ରସଙ୍ଗରେ ଅଳ୍ପ ସମୟ କଥାବାର୍ତ୍ତା ହେବା। ଆଜି ଆମେ ଯେଉଁ ପ୍ରସଙ୍ଗରେ କଥାବାର୍ତ୍ତା ହେବା, ସେହି ପ୍ରସଙ୍ଗର ଶୀର୍ଷକ ହେଲା ନୂଆ ବର୍ଷରେ ନୂଆ ବଳ ପାଇବା ପାଇଁ କ'ଣ କରିବା ଉଚିତ। ଆଜିର ପ୍ରସଙ୍ଗ ହେଲା ନୂଆ ବର୍ଷରେ ନୂଆ ବଳ କିପରି ଆମେ ପାଇବା। ଏହି ପ୍ରସଙ୍ଗରେ ପରମେଶ୍ୱରଙ୍କ ବାକ୍ୟରୁ ଅଳ୍ପ ସମୟ ଆମେ କଥାବାର୍ତ୍ତା ହେବା। ଦେଖନ୍ତୁ, ଯଦି ଆମେ ପୁରାତନ ବର୍ଷରେ ଆମର କଥାବାର୍ତ୍ତାରେ ଆମେ ପଡ଼ିଯାଇଛୁ, ପାରିବାରିକ ଜୀବନରେ ଆମେ ପଡ଼ିଯାଇଛୁ, ହେଇପାରେ ଆମର ସେବା କାର୍ଯ୍ୟରେ ଆମେ ପଡ଼ିଯାଇଛୁ, ଦେଖିବାରେ, କହିବାରେ, ବିଭିନ୍ନ ବିଷୟରେ ଯଦି ଆମେ ପଡ଼ିଛୁ, କାହିଁକି ଆମେ ପଡ଼ିଛୁ? କାରଣ ଆମେ ଦୁର୍ବଳ ଅଟୁ। ବଳ କାହାକୁ ଦରକାର? ଜଣେ ଦୁର୍ବଳ ବ୍ୟକ୍ତିକୁ ବଳ ଆବଶ୍ୟକ ରହିଛି। ଯେଉଁ ସମୟରେ ଆକ୍ସିଡେଣ୍ଟ ମାଧ୍ୟମରେ ଲୋକମାନଙ୍କର ଗୋଡ଼ କଟିଯାଏ, ଯଦି ସେ ଚାଲିବାକୁ ହେଲେ ତାକୁ ଗୋଡ଼ ଆବଶ୍ୟକ ପଡ଼େ। ସେଥିପାଇଁ ଚାଲିବା ପାଇଁ, ବୁଲିବା ପାଇଁ ସେମାନେ ବିଭିନ୍ନ ଟେକ୍ନୋଲୋଜି ମାଧ୍ୟମରେ ଗୋଡ଼ଗୁଡ଼ିକ ପ୍ଲାଷ୍ଟିକର, ଲୁହାର, ବିଭିନ୍ନ ଗୋଡ଼ଗୁଡ଼ିକ ସେମାନେ କ'ଣ କରନ୍ତି, ସେମାନେ ଭିଡ଼ିକି ଚାଲିବା ପାଇଁ ସେମାନେ ସାହାଯ୍ୟ ପ୍ରାପ୍ତ ହୁଅନ୍ତି, ଚାଲିବା ପାଇଁ ସେମାନେ ସକ୍ଷମ ହୁଅନ୍ତି। ଆମେ ମନୁଷ୍ୟ ଦୁର୍ବଳ ଅଟୁ, ଆମକୁ ବଳ ଆବଶ୍ୟକ ରହିଛି। ପରମେଶ୍ୱର ଏହି ନୂଆ ବର୍ଷରେ ସେ ଆମକୁ ବଳ ଦେବା ପାଇଁ ଚାହାନ୍ତି, ଆମକୁ ସେ ଶକ୍ତିଯୁକ୍ତ କରିବା ପାଇଁ ଚାହାନ୍ତି। ପଡ଼ିଯିବା ସମୟରେ ସେ ଆପଣା ବଳ ଦେଇ ଆମକୁ ଧରି ରଖିବା ପାଇଁ ଚାହାନ୍ତି। ହାତ ଧରି ଚଲାଇବା ପାଇଁ ସେ ଆମ ସମ୍ମୁଖରେ, ଆମ ପାଖରେ ସେ ପ୍ରସ୍ତୁତ ଅଛନ୍ତି। ଆମେ ସେହି ବଳକୁ ଆମେ କେମିତି ପାଇବା? ପ୍ରଭୁ ଯୀଶୁ ଖ୍ରୀଷ୍ଟ ଏହି ପୃଥିବୀ ପୃଷ୍ଠରେ ଥିଲେ, ସେ ଅନେକ ବିଷୟରେ ସେ ପରୀକ୍ଷିତ ହେଲେ, ମାତ୍ର କୌଣସି ପରୀକ୍ଷାରେ ସେ ପଡ଼ିଲେ ନାହିଁ। କାହିଁକି ପଡ଼ିଲେ ନାହିଁ? ଯୀଶୁଖ୍ରୀଷ୍ଟ ଯେ ସିଦ୍ଧ ଥିଲେ ସେଥିପାଇଁ ନୁହେଁ। ସେ ସିଦ୍ଧ ବ୍ୟକ୍ତି, ସେ ପବିତ୍ର ବ୍ୟକ୍ତି, ମାତ୍ର ଆମ ପରି ସେ ପରୀକ୍ଷିତ ହେଲେ, କୌଣସି ପରୀକ୍ଷାରେ ସେ ପଡ଼ିଲେ ନାହିଁ। କାହିଁକି ପଡ଼ିଲେ ନାହିଁ? କାରଣ ସେ ନିଜକୁ ନମ୍ର କଲେ, ଅନୁଗ୍ରହର ସିଂହାସନ ନିକଟକୁ ଗଲେ, ପରମେଶ୍ୱରଙ୍କ ଠାରୁ ସେ ଅନୁଗ୍ରହ ମାଗିଲେ, ଆଉ ସେହି ଅନୁଗ୍ରହ ଯୀଶୁଖ୍ରୀଷ୍ଟଙ୍କୁ ସିଦ୍ଧ କରିଦେଲା, ପବିତ୍ର କରିଦେଲା। ଆମକୁ ବଳ ଆବଶ୍ୟକ ରହିଛି। ଆମେ ସ୍ୱର୍ଗର ଦୂତ ନହୁଁ କିମ୍ବା ଯୀଶୁଖ୍ରୀଷ୍ଟଙ୍କ ପରି ଆମେ ସିଦ୍ଧ ନାହୁଁ। ଆମେ ସେହି ନୂଆ ବଳ ଆମେ କାହାଠାରୁ ପାଇବା, କେମିତି ପାଇବା? ଆମେ ପ୍ରଭୁଙ୍କ ବାକ୍ୟରୁ ଅଳ୍ପ ସମୟ ଧ୍ୟାନ କରିବା ପାଇଁ ଯିବା। ମୋ ସହିତ ଆପଣମାନେ ଜିସାୟ ଭବିଷ୍ୟତ ବକ୍ତାଙ୍କ ପୁସ୍ତକ 40 ଅଧ୍ୟାୟକୁ ଆସିବେ। ଜିସାୟ ଭବିଷ୍ୟତ ବକ୍ତାଙ୍କ ପୁସ୍ତକ 40 ଅଧ୍ୟାୟ 28 ପଦରୁ ମୁଁ 31 ପଦ ପର୍ଯ୍ୟନ୍ତ ଆମ ସମସ୍ତଙ୍କ ନିମନ୍ତେ ପାଠ କରିବା ପାଇଁ ଚାହେଁ। ଏହି ସ୍ଥାନରେ ଏହି ପ୍ରକାର ଲେଖାଯାଏ, ତୁମ୍ଭେ କି ଜାଣିନାହଁ, ତୁମ୍ଭେ କି ଶୁଣିନାହଁ, ପୃଥିବୀର ପ୍ରାନ୍ତ ସକଳର ସୃଷ୍ଟିକର୍ତ୍ତା, ଅନାଦି ଅନନ୍ତ ପରମେଶ୍ୱର ସଦାପ୍ରଭୁ କ୍ଳାନ୍ତ ହୁଅନ୍ତି ନାହିଁ କି ଶ୍ରାନ୍ତ ହୁଅନ୍ତି ନାହିଁ। ତାହାଙ୍କର ବୁଦ୍ଧି ବୋଧର ଅଗମ୍ୟ। ପ୍ରଭୁଙ୍କ ନାମର ଗୌରବ ହଉ। ଏହି ସ୍ଥାନରେ ଲେଖାଯାଏ, ପ୍ରିୟ ପ୍ରଭୁଙ୍କ ଲୋକମାନେ, ଆମେ ଯେଉଁ ପରମେଶ୍ୱରଙ୍କର ସେବା କରୁଛୁ, ସେ କେବେ କ୍ଳାନ୍ତ ହୁଅନ୍ତି ନାହିଁ, ସେ କେବେ ଶ୍ରାନ୍ତ ହୁଅନ୍ତି ନାହିଁ। ଆମେ ଦୁର୍ବଳ ଅଟୁ, ଆମେ ଅନେକ ସମୟରେ ପଡ଼ିଯାଇଛୁ, ଆମଠାରେ ବଳ ନାହିଁ, ମାତ୍ର ଆମେ ଯାହାଙ୍କର ସେବା କରୁଛୁ, ଆମେ ଯାହାଠାରେ ଭରସା ରଖିଅଛୁ, ଆମେ ଯାହାଙ୍କ ପଛରେ ଚାଲୁଅଛୁ, ସେ ଶକ୍ତିଶାଳୀ ପରମେଶ୍ୱର ଅଟନ୍ତି। ସେ କେବେ ଶ୍ରାନ୍ତ ହୁଅନ୍ତି ନାହିଁ, କେବେ କ୍ଳାନ୍ତ ହୁଅନ୍ତି ନାହିଁ। ଆଉ ଆମକୁ ସେହି ପରମେଶ୍ୱର ଆମର ହାତ ଧରି
ଆମକୁ ସେ ଆଗକୁ ବଢ଼େଇବା ପାଇଁ ଚାହାନ୍ତି। ଆମକୁ ପଡ଼ିଯାଉଥିବା ସମୟରେ ସେ ଆମକୁ ଉଠେଇ ବଳ ଦେଇ ଠିଆ କରାଇବା ପାଇଁ ଚାହାନ୍ତି। ତାହାଙ୍କ ନାମର ଗୌରବ ହେଉ। ଆପଣ 29 ପଦ ପଢ଼ିବେ, ସେ କ୍ଳାନ୍ତ ଲୋକକୁ ଶକ୍ତି ଦିଅନ୍ତି ଓ ବଳହୀନ ଲୋକର ବଳ ବଢ଼େଇ ଦିଅନ୍ତି। ଆମେ ପ୍ରଭୁଙ୍କୁ କହିବା କି, ପ୍ରଭୁ ମୁଁ ଦୁର୍ବଳ ଅଟେ, ମୋର ବଳକୁ ତୁମେ ବଢ଼େଇ ଦିଅ। ପ୍ରଭୁ ମୁଁ ଶକ୍ତିହୀନ ଅଟେ, ତୁମେ ଶକ୍ତି ଦିଅ। ଯଦି ଏତିକି ଆମେ କହିବା, ଆମେ ତାହାଙ୍କ ଅପେକ୍ଷା କରିବା, ଆମେ ତାହାଙ୍କ ଉପରେ ଆଉଜି ପଡ଼ିବା, ପରମେଶ୍ୱର ଆମକୁ ଶକ୍ତିଯୁକ୍ତ କରିଦେବେ, ଶକ୍ତିଯୁକ୍ତ କରିଦେବେ। ଆମର ଦୁର୍ବଳତାକୁ ଯେତେବେଳେ ଆମେ ତାଙ୍କୁ ଦେଖାଇ ଦେବା, ସେ ଆମକୁ ସାହାଯ୍ୟ କରିବା ପାଇଁ ଆମ ପାଖରେ ସେ ଜଗି ରହିଛନ୍ତି, ଆମର ଅପେକ୍ଷାରେ ଅଛନ୍ତି। ତାହାଙ୍କ ନାଁ ଆମର ଗୌରବ ହେଉ। ଯଦି ଆପଣ ପଢ଼ିବେ 30 ପଦ, ତରୁଣମାନେ ହିଁ କ୍ଳାନ୍ତ ଓ ଶ୍ରାନ୍ତ ହେବେ, ପୁଣି ଯୁବକମାନେ ନିତାନ୍ତ ପଡ଼ିଯିବେ। ମାତ୍ର 31 ପଦ, ମାତ୍ର ଯେଉଁମାନେ ସଦାପ୍ରଭୁଙ୍କର ଅପେକ୍ଷା କରନ୍ତି ସେମାନେ ନୂଆ ନୂଆ ବଳ ପାଇବେ। ଆମେ ନୂଆ ବଳ କେତେବେଳେ ପାଇବା? ଏହି ନୂଆ ବର୍ଷରେ ଆମେ ଖ୍ରୀଷ୍ଟିଆନ ଜୀବନର ଯାତ୍ରା ପଥରେ ଆମକୁ ବଳ ଦରକାର। ପ୍ରଭୁ ମୁଁ ପୁରାତନ ବର୍ଷରେ ଯେଉଁ ଅଭିଷେକରେ ଚାଲିଲି, ଯେଉଁ ଉଦ୍ଯୋଗରେ ଚାଲିଲି, ଯେଉଁ ମନୋଭାବ ନେଇ ଚାଲିଲି, ପ୍ରଭୁ ମୋତେ ଆହୁରି ନୂଆ ଅଭିଷେକ ଦିଅ, ମୋତେ ନୂଆ ଉଦ୍ଯୋଗ ଦିଅ, ନୂଆ ପ୍ରାର୍ଥନା ଜୀବନ ମୁଁ ଯେ ପ୍ରକାର ବିତାଇ ପାରିବି, ମୋତେ ଆହୁରି ମୋ ଭିତରେ ଆହୁରି ଗୋଟେ ନୂଆ ଆଗ୍ରହ ତୁମେ ଭରିଦିଅ, ନୂଆ ଉଦ୍ଦୀପନାରେ ତୁମେ ମୋତେ ଭରିଦିଅ। ଏହି ମନୋଭାବ ନେଇ ଯେବେ ଆମେ ପ୍ରଭୁଙ୍କର ଅପେକ୍ଷା କରିବା, ସେ ଆମକୁ କ'ଣ କରିବେ? ସେ ନୂଆ ବଳ ଦେବେ। ଆମେ ସେହି ବଳ ଶକ୍ତି, ପ୍ରଭୁଙ୍କର ବଳରେ ଆମେ କ'ଣ କରିପାରିବା? ସବୁକିଛି ଆମେ କରିପାରିବା। ଏହି ସ୍ଥାନ ଲେଖାଯାଏ, ଯେଉଁମାନେ ସଦାପ୍ରଭୁଙ୍କର ଅପେକ୍ଷା କରନ୍ତି ସେମାନେ ନୂଆ ନୂଆ ବଳ ପାଇବେ। ମାତ୍ର ଯେଉଁମାନେ ସଦାପ୍ରଭୁଙ୍କର ଅପେକ୍ଷା କରନ୍ତି ନାହିଁ, ସେ ଯୁବା ହେଲେ ମଧ୍ୟ, ସେ ଧନୀ ହେଲେ ମଧ୍ୟ, ସେ ବୁଦ୍ଧିମାନ ହେଲେ ମଧ୍ୟ ସେ କ'ଣ ହେଇଯାଏ? ଥକିଯାଏ, ସେ ଶ୍ରାନ୍ତ ହେଇଯାଏ, କ୍ଳାନ୍ତ ହେଇଯାଏ। ମାତ୍ର ଯେଉଁମାନେ ସଦାପ୍ରଭୁଙ୍କର ଅପେକ୍ଷା କରନ୍ତି ସେମାନେ କ'ଣ ହେବେ? ନୂଆ ନୂଆ ବଳ ପାଇବେ। ତାହାଙ୍କ ନାମର ଗୌରବ ହେଉ। ତଳକୁ ଲେଖାଯାଏ, ସେମାନେ ଉତ୍କୃଷ୍ଟ ପକ୍ଷୀ ପରି ପକ୍ଷରେ ଉପରକୁ ଉଠିବେ, ସେମାନେ ଶ୍ରାନ୍ତ ନ ହୋଇ ଦୌଡ଼ିବେ, ସେମାନେ କ୍ଳାନ୍ତ ନ ହୋଇ ଗମନ କରିବେ। ଆମେ ପ୍ରଭୁଙ୍କୁ ଅପେକ୍ଷା କରିବା। ଯେଉଁମାନେ ପ୍ରଭୁଙ୍କୁ ଉପେକ୍ଷା କରନ୍ତି, ଯେଉଁମାନେ ପ୍ରଭୁଙ୍କୁ ପିଠି ଦେଖାନ୍ତି, ସେମାନେ ହାରିଯିବେ, ସେମାନେ ଥକିଯିବେ, ସେମାନେ କ୍ଳାନ୍ତ ଶ୍ରାନ୍ତ ହୋଇଯିବେ। ଯେଉଁମାନେ ପରମେଶ୍ୱରଙ୍କ ଅପେକ୍ଷା କରନ୍ତି, ଯେଉଁମାନେ ପ୍ରଭୁଙ୍କ ଉପରେ ଭରସା ରଖନ୍ତି, ପରମେଶ୍ୱର ସେମାନଙ୍କୁ କ'ଣ କରିବେ? ଉପରକୁ ଉଠାଇବେ। ଲେଖାଯାଏ, ଉତ୍କୃଷ୍ଟ ପକ୍ଷୀ ପରି ସେମାନେ ଉପରକୁ ଉଠିବେ। ପରମେଶ୍ୱର ଆପଣା ସୃଷ୍ଟି ମଧ୍ୟରେ ସେ ଯେତେ ପକ୍ଷୀମାନଙ୍କୁ ସୃଷ୍ଟି କରିଛନ୍ତି, ଆଉ ସବୁ ପକ୍ଷୀଠାରୁ ଗୋଟେ ପୃଥକୀକୃତ ପକ୍ଷୀ ଉତ୍କୃଷ୍ଟ ପକ୍ଷୀ। ସେ କୌଣସି ପକ୍ଷୀମାନଙ୍କ ସହିତ ମିଶେ ନାହିଁ। ଆହୁରି ସେ ଆକାଶର ଏତେ ଊର୍ଦ୍ଧ୍ୱକୁ ସେ ଉଠେ ଯେ କୌଣସି ପକ୍ଷୀ ସେତେ ଉପରକୁ ଯାଇପାରନ୍ତି ନାହିଁ। ପରମେଶ୍ୱର ସେମିତି ବଳ ଶକ୍ତି ଦେଇ ସେ ଆମକୁ ବଢ଼େଇବେ। ତାହାଙ୍କ ନାମର ଗୌରବ ହେଉ। ଏହା ପରମେଶ୍ୱରଙ୍କ ଶକ୍ତି ଆଉ ତାଙ୍କର ସାମର୍ଥ୍ୟରେ ଆମେ କ'ଣ କରିପାରିବା? ଆମେ ଆମର ପାରିବାରିକ ଜୀବନ, ସେବା କାର୍ଯ୍ୟ, ଆମମାନଙ୍କର ବ୍ୟକ୍ତିଗତ ଜୀବନ, ଆମମାନଙ୍କର ଚାକିରି କ୍ଷେତ୍ରରେ, ଆମମାନଙ୍କର ବ୍ୟକ୍ତିଗତ କାର୍ଯ୍ୟରେ, ପ୍ରତ୍ୟେକ ବିଷୟରେ ଆମେ କ'ଣ ହେଇପାରିବା? ଆଗକୁ ବଢ଼ିପାରିବା ତାହାଙ୍କ ବଳ ଆଉ ଶକ୍ତିରେ। ଯଦି ଆପଣମାନେ ପଢ଼ିବେ 1 ପିତର 5 ଅଧ୍ୟାୟ 6 ପଦରେ ଲେଖାଯାଏ, ଅତଏବ ଈଶ୍ୱରଙ୍କ ବଳବନ୍ତ ହସ୍ତ ତଳେ ଆପଣା ଆପଣାକୁ ନତ କର, ଯେପରି ସେ ତୁମ୍ଭମାନଙ୍କୁ ଯଥା ସମୟରେ ଉନ୍ନତ କରିବେ। ତାହାଙ୍କ ନାମର ଗୌରବ ହେଉ। ଆମ୍ଭମାନଙ୍କୁ ଉଠେଇବା ପାଇଁ ପୃଥିବୀରେ କେବଳ ଗୋଟିଏ ହସ୍ତ ଅଛି, ସେଇଟା ହେଉଛି ବଳବନ୍ତ ହସ୍ତ। ତାହା ହେଉଛି ପରମେଶ୍ୱରଙ୍କ ହସ୍ତ। ଆମକୁ ସେଇ ବଳବନ୍ତ ହସ୍ତ ଆମକୁ ଉଠେଇବ, ଆମକୁ ଧରି ଆଗକୁ ଚଲେଇବ। ଏହି ଭରସା ଆମ ପାଖରେ ରହିବାର ଅଛି। ଅନେକ ସମୟରେ ଆମେ କ'ଣ କରୁ? ଆମେ ପରମେଶ୍ୱରଙ୍କର ସମୟ ପର୍ଯ୍ୟନ୍ତ ଆମେ ଅପେକ୍ଷା କରିନଥାଉ। ନିଜେ ନିଜ ବୁଦ୍ଧିରେ, ନିଜ ଜ୍ଞାନରେ ଆମେ ଆଗକୁ ବଢ଼ିବା ପାଇଁ ଚାହୁଁ, ଯଦ୍ୱାରା କି ଆମେ ବିଫଳ ହେଉ। ମାତ୍ର ଯେଉଁମାନେ ପରମେଶ୍ୱରଙ୍କୁ ଅପେକ୍ଷା କରନ୍ତି, ଯେଉଁମାନେ ପରମେଶ୍ୱରଙ୍କ ବଳବନ୍ତ ହସ୍ତ ତଳେ ନିଜକୁ ନତ କରନ୍ତି, ପରମେଶ୍ୱର ସେମାନଙ୍କୁ ଯଥା ସମୟରେ କ'ଣ କରନ୍ତି? ଉପରକୁ ଉଠାନ୍ତି, ଆଶୀର୍ବାଦ କରନ୍ତି, ଉନ୍ନତ କରନ୍ତି। ଏହା ପରମେଶ୍ୱରଙ୍କ ବାକ୍ୟ ଅଟେ।